ସେପ୍ଟେମ୍ବର 17 11:55 ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି। ଆଉ ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି 5,000 ଟଙ୍କା ଲେଖାଏଁ ବଣ୍ଟନ କରିବେ। ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସେପ୍ଟେମ୍ବର 17 ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି 10:50ରେ ଆସି ପହଞ୍ଚିବେ। 11:45ରେ ଗାଡ଼ଖଣ ଛାଡ଼ି 11:55ରେ ଜୟଦେବ ବିହାରରେ ଜନତା ମଇଦାନରେ ପହଞ୍ଚିବେ। ଜନତା ମଇଦାନରେ ଦିନ 1ଟା ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ। ସେଠାରେ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ ସହ ଲୋକାର୍ପଣ କରିବେ। ଜନତା ମଇଦାନରେ କାର୍ଯ୍ୟକ୍ରମ ସାରି 1ଟା20ରେ ଦିଲ୍ଲୀ ଫେରିଯିବେ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଗସ୍ତ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି କମିଶନର ପୋଲିସ। ଲୋକଙ୍କ ଯିବା ଆସିବା ଓ ଗାଡ଼ି ପାର୍କିଂ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତାକାଲି 7:30ରୁ ଅପରାହ୍ନ 3ଟା ଯାଏଁ କଟକଣା ଲାଗୁ ରହିବ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟେ ଲାଇକ୍ ସବସ୍କ୍ରାଇବ୍ କରିବେ। ରହିଲି ନମସ୍କାର। ଜୟ ଜଗନ୍ନାଥ।